आज ହେଉଛି ଚୈତ୍ର ଶୁକ୍ଳ ଦ୍ୱିତୀୟ ତିଥି। ଏହି ତିଥିରେ ମହାପ୍ରଭୁଙ୍କର ବନକ ଲାଗି ନୀତି ହୋଇଥାଏ। ତେବେ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ଏବଂ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ସେ ବିଗ୍ରହଙ୍କର ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ତେବେ ବନକ ଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଆଜି ସନ୍ଧ୍ୟା ପ୍ରାୟ 6ଟାରୁ ରାତି 10ଟା ପର୍ଯ୍ୟନ୍ତ 4 ଘଣ୍ଟା ଦର୍ଶନ ବନ୍ଦ ରହିବ। ଦ୍ୱିପହର ଧୂପ ସରିବା ପରେ ଦର୍ତ ମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦର୍ତ ମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ବ୍ୟୁରୋ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।